ଶାଳଗ୍ରାମ ଶିଳା କେମିତି ଚିହ୍ନିବି? ଆପଣ ଯେକୌଣସି ବିଷ୍ଣୁ ମନ୍ଦିରକୁ ଗଲେ ପୂଜିତ ବିଗ୍ରହ ନିମ୍ନ ଭାଗରେ କିଛି କୃଷ୍ଣବର୍ଣ୍ଣର ପଥର ଥୁଆ ହୋଇଥିବା ଦେଖିବେ, ଯାହାକୁ ବିଷ୍ଣୁ ଶିଳା କୁହାଯାଏ। ପ୍ରକୃତରେ ଏହା ଶାଳଗ୍ରାମ ଶିଳା, ଯାହା ଭଗବାନ ବିଷ୍ଣୁଙ୍କ ସମାନ ପୂଜ୍ୟ। ଏହା ଉପରେ ତୁଳସୀ ରଖି ପୂଜା ସମ୍ପନ୍ନ ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ଆପଣ ଜାଣନ୍ତି କି କ'ଣ ଏହି ବିଷ୍ଣୁ ଶିଳା? ବାସ୍ତବରେ ଏହା ହେଉଛି ଏକ ପ୍ରକାର ଚିକଣ ଓ ଚିତ୍ରିତ ପଥର, ଯାହା ନେପାଳର ଗଣ୍ଡକୀ ନଦୀ ପ୍ରାନ୍ତରୁ ପ୍ରାପ୍ତ ହୋଇଥାଏ। ଇଂରାଜୀରେ ଏହାକୁ ଆମ୍ନୋନାଇଟ୍ କୁହାଯାଏ। ଗଣ୍ଡକୀ ନଦୀରେ ଥିବା ଏହି ପଥରକୁ ବଜ୍ରକୀଟ ନାମକ ଏକ ପ୍ରକାର କୃମିପୋକ ଚକ୍ର ଓ ଶଙ୍ଖ ଆକୃତିରେ କାଟି ପକାନ୍ତି ଓ ଏହି ପଥର କାଟି ଏହା ବକ୍ଷରେ ରହିଯାଆନ୍ତି। ଏହି କୀଟର ଦାନ୍ତ ଓ ନଖ ଗ୍ରାନାଇଟ୍ ଶିଳାଠୁ ଶକ୍ତ ବୋଲି କୁହାଯାଏ। ଶାଳଗ୍ରାମ କେବଳ ନେପାଳ ଅନ୍ତର୍ଗତ ମୁକ୍ତିନାଥ ନାମକ ସ୍ଥାନରେ ଗଣ୍ଡକୀ ନଦୀ ପଠାରେ ଦେଖିବାକୁ ମିଳେ। ଦ୍ୱାରିକା ସମୁଦ୍ର କୂଳରୁ ମଧ୍ୟ ଏକ ପ୍ରକାର ଧଳା ପଥର ମିଳେ, ଯାହାକୁ ଚକ୍ରନିଖା କୁହାଯାଏ। ଏ ପଥର ମଧ୍ୟ ଶାଳଗ୍ରାମ ସମତୁଲ୍ୟ। ଯଦି ଆପଣ ଶାଳଗ୍ରାମ ଉପରେ ଆଲୋକ ପକାଇବା, ତେବେ ବଜ୍ରକୀଟ ସୃଷ୍ଟି କରିଥିବା ଚିତ୍ରଗୁଡ଼ିକ ପରିଷ୍କାର ଦେଖାଯିବ। ଶାଳଗ୍ରାମ ତିନି ପ୍ରକାରର ହୋଇଥାନ୍ତି: ସାଧାରଣ, କ୍ଷୁଦ୍ର ଓ ଅତି କ୍ଷୁଦ୍ର। ଅତି କ୍ଷୁଦ୍ର ଶାଳଗ୍ରାମରେ କୌଣସି ଛିଦ୍ର ବା ଚକ୍ର ଦେଖିବାକୁ ମିଳେ ନାହିଁ, ହେଲେ ଏହାକୁ ଆଲୋକ ଆଗରେ ରଖିଲେ ଏହା ଭିତରଟା ଲାଲ ଦେଖାଯାଏ। ଏହି ଶାଳଗ୍ରାମକୁ ରତ୍ନଗର୍ଭା କୁହାଯାଏ। ପୌରାଣିକ କାହାଣୀ ଅନୁସାରେ ଦେବୀ ତୁଳସୀ ରାକ୍ଷସ ଜଳନ୍ଧରକୁ ବିବାହ କରିଥିଲେ। ତୁଳସୀଙ୍କ ସତୀତ୍ୱ ବଳରେ ଜଳନ୍ଧର ବଧ ହୋଇପାରୁନଥିଲା। ଏଣୁ ଭଗବାନ ବିଷ୍ଣୁ ଛଦ୍ମବେଶରେ ତୁଳସୀଙ୍କ ସତୀତ୍ୱ ହରଣ କଲେ। ଫଳରେ ଭଗବାନ ଶିବ ଜଳନ୍ଧରକୁ ବଧ କଲେ। ତୁଳସୀ ଏକଥା ଜାଣି ବିଷ୍ଣୁଙ୍କୁ ପାଷାଣ ହେବାର ଅଭିଶାପ ଦେଲେ। ଏହି କାରଣରୁ କୁଆଡ଼େ ଭଗବାନ ବିଷ୍ଣୁଶିଳା ରୂପେ ଏହି ଗଣ୍ଡକୀ ତୀରରେ ବାସ କରନ୍ତି।